জয় গুরু, জয় জগন্নাথ, জয় গুরু বৈকুণ্ঠনাথ। ଗତକାଲି ସନ୍ଧ୍ୟାରେ ଏଠି ଆଶାରାମଙ୍କର ଭକ୍ତମାନଙ୍କ ଗହଣରେ ଗୋଟିଏ ଗୁରୁ ପୂଜା ଅନୁଷ୍ଠିତ ହେଇଥିଲା। ଏହି ଗୁରୁ ପୂଜାରେ ସବୁଠାରୁ ବଡ଼ ଆକର୍ଷଣ ହେଲା ପିତୃ ମାତୃ ପୂଜନ। ମୋର ଅନୁଭବ ହେଲା ପ୍ରକୃତରେ ଯଦି ପ୍ରତ୍ୟେକ ପରିବାରରେ ପିଲା ଛୋଟ ଅବସ୍ଥାରୁ ଯଦି ପିତୃମାତୃ ପୂଜନରେ ମନ ଦିଅନ୍ତେ ବା ପିତାମାତା ମାନେ ନିଜର ପୁଅ ଝିଅଙ୍କୁ ନେଇ ଦେବାର୍ଚ୍ଚନ କରନ୍ତେ, ତୀର୍ଥ ପର୍ଯ୍ୟଟନ କରନ୍ତେ, ଗୁରୁଙ୍କ ଆଶ୍ରମକୁ ଯାଆନ୍ତେ, ତାହେଲେ ପିଲାମାନଙ୍କ ଭିତରେ ଏତେ ଖରାପ ଗୁଣ ସୃଷ୍ଟି ହୁଅନ୍ତା ନାହିଁ। ପିତାମାତା ଅନେକାଂଶରେ ଦାୟୀ ଯେ ପୁଅ ଝିଅଙ୍କୁ ନେଇ ପ୍ରାର୍ଥନା କରିବା, ସତ୍ସଙ୍ଗ କରିବା କି ଗୋଟେ ବସିକିରି ପଙ୍କ୍ତି ଭୋଜନ ମିଶିକିରି ଖାଇବା, ଏସବୁ କଥା ରହୁନାହିଁ। ପ୍ରକୃତରେ ଆଉ ଗୋଟେ କଥା ହେଉଛି, ଅନେକ ବାପା ମାନେ ସେମାନେ ନିଶା ମାଦକରେ ଭୋଳ ଅଛନ୍ତି, ନିଶା ମାଦକରେ ମାନେ ଅଭ୍ୟାସରେ ରହିଛନ୍ତି। ପିଲାଙ୍କୁ ସେ କ'ଣ ଶିକ୍ଷା ଦେବେ? ଅନେକ ମା ମାନେ ରାତି ପାହିଲେ ତାଙ୍କର ସ୍ୱଭାବ ହେଉଛି ନିଜ ସ୍ୱାମୀକୁ ସେ ଗାଳି ମନ୍ଦ କରିବା ବା ତାଙ୍କ ସହିତ ସବୁବେଳେ ଗୋଟେ କଳି କଜିଆ ଗେଜେରେ ହେବା। ଏହାଦ୍ୱାରା ପିଲାମାନଙ୍କ ଭିତରେ କ'ଣ ପ୍ରଭାବ ପଡ଼ିବ? ଯେଉଁ ପରିବାରରେ ସ୍ୱାମୀ ସ୍ତ୍ରୀଙ୍କର କଜିଆ ନଥାଏ, ଛୋଟ କଥାରେ ପିଲାମାନଙ୍କ ଅନୁପସ୍ଥିତିରେ କ'ଣ କୋଉଠି କଥା କଟାକଟି ଟିକେ ହେଇଯାଏ। କିନ୍ତୁ ଅନେକ ଜାଗାରେ ଦେଖାଯାଏ ସ୍ୱାମୀ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରୁଛି, ସ୍ତ୍ରୀ ସ୍ୱାମୀର ଚରିତ୍ରକୁ ସନ୍ଦେହ କରୁଛି। ଏଇସବୁ କଥା ପାଇଁ ଆଜି ପାରିବାରିକ ଜୀବନ ସମ୍ପୂର୍ଣ୍ଣ ଭାବରେ ମାନେ ଅନେକ ପରିବାରର ଜୀବନ ସମ୍ପୂର୍ଣ୍ଣ ଭାବରେ ବିଗିଡ଼ି ଯାଇଛି। ଯେଉଁ କେତୋଟି ପରିବାର ଶାନ୍ତିରେ ଅଛନ୍ତି, ସେଇଟା ଭଗବତ କୃପା ଏବଂ ଗୁରୁ କୃପା ନେଇ ସେମାନେ ନିଶ୍ଚିତ ଭାବରେ ପରିବାର ଗଢ଼ିବେ, ଗୋଟେ ସମାଜକୁ ଗୋଟେ ଆଦର୍ଶ ବାର୍ତ୍ତା ଦେବେ, ସବୁ କିଛି କରାଯିବ। ଆପଣ ଦେଖନ୍ତୁ, ମାନେ ତାଙ୍କ ଭକ୍ତ ବୋଲି ଗଣା ହଉନୁ, କିନ୍ତୁ ସେମାନଙ୍କର ମଧ୍ୟ ଆଶା ଅଦୃଶ୍ୟରେ ତାଙ୍କର ସେଇ ଦିବ୍ୟ ସତ୍ତା, ସେ ବୋଧେ ଚାହୁଁଛନ୍ତି ଅନନ୍ତଙ୍କ ପାଖରେ ପୂଜା ପାଇବେ ବା ଅନନ୍ତଙ୍କ ଆଶ୍ରମରେ ତାଙ୍କର ଗୁରୁ ପୂଜା ହବ। ତେଣୁ ଏହା ଶୀଘ୍ର ପାଳିତ ମଧ୍ୟ ହବ। ନିକଟରେ ବଳିଆ ଗୋଟିଏ ଗୁରୁ ପୂଜା କରିଛି। ପ୍ରତ୍ୟେକ ଯେତିକି ଗୁରୁମାନଙ୍କର ଶ୍ରୀ ବିଗ୍ରହ ମୋ ପାଖରେ ଅଛି, ସମସ୍ତଙ୍କୁ କୋଳରେ ଧରି ମୁଁ ନିଜେ ମାନେ ଗୁରୁ ପୂଜା ମଧ୍ୟ କରାଯାଇଛି। ସେଟାକୁ ଆପଣମାନେ ଦେଖନ୍ତୁ। ଏହା କରିବା ଦ୍ୱାରା ହିଁ
ଆମମାନଙ୍କ ଭିତରେ ସମନ୍ୱୟ ଭାବ ଜାଗ୍ରତ ହେବ। ତୀର୍ଥର ସ୍ୱରୂପ ହେଉଛନ୍ତି ସନ୍ଥ। ଖାଲି ସେତିକି ନୁହେଁ, ଇଏ ଦେଶର ସ୍ୱାଧୀନତା ପାଇଁ ଯେଉଁମାନେ ବଳିଦାନ କରି ଦେଇଛନ୍ତି ସେମାନଙ୍କ ପାଇଁ ତ ଅନେକ କାର୍ଯ୍ୟ ଆମେ କରିଛୁ, ତଥାପି ସମସ୍ତଙ୍କ ବିଗ୍ରହ ସଂଗ୍ରହ କରାଯାଉଛି। ସେମାନେ ମଧ୍ୟ ମୋ କୋଳରେ ସ୍ଥାନ ପାଇବେ ଏବଂ ତାଙ୍କ ଫଟୋ ଉଠିବ। କାରଣ ଯେଉଁମାନେ ଦେଶଭକ୍ତ ସେଇମାନେ ହେଉଛନ୍ତି ପ୍ରକୃତରେ ଭଗବାନଙ୍କର ଭକ୍ତ। ଭୁଲ କାହା ପାଖରେ କେତେ ପରିମାଣରେ ଥାଇପାରେ, କିନ୍ତୁ ସମସ୍ତେ ଦେଶଭକ୍ତି, ରାଷ୍ଟ୍ରଭକ୍ତି, ବିଶ୍ୱପ୍ରୀତି ସମସ୍ତଙ୍କର ରହିବା ଉଚିତ। ଆମେ ଯେଉଁ ତର୍ତ୍ତର ହଉ, କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ, ଆମ ଜୀବନ କେତୋଟି ବର୍ଷ ପାଇଁ ଏ ପୃଥିବୀକି ଆସିଛି, ମାତ୍ର କେତୋଟି ମସିହା ଆମେ ଭୋଗ କରିବୁ। କେତୋଟି ବର୍ଷ ବିତିଲାଣି, ଆଉ କେତୋଟି ବର୍ଷ ହାରାହାରି ଆମେ ରହିବା। ତେଣୁ ଏଇ ଯେଉଁ କିଛି ବର୍ଷ ଆମେ ରହିବା, ଅବଶିଷ୍ଟାଂଶ ବୟସ ଆଉ ସମୟକୁ ଆମେ ସଦୁପଯୋଗ କରିବା। ନିଜର ଆତ୍ମଗ୍ଲାନିକୁ ଆମେ ସମୀକ୍ଷା କରିବା ଏବଂ ଦେଶ ପାଇଁ, ସମାଜ ପାଇଁ, ଆମ ପରିବାର ପାଇଁ କିଛି କାର୍ଯ୍ୟ କରି ଦୁନିଆରୁ ଯିବା। ବଳିଆ ଟିକେ ଅସୁସ୍ଥ ଥିଲା, ମଝିରେ ମଝିରେ ଲାଇଭ୍ କରିବା ପାଇଁ ସମୟ ପାଉନାହିଁ। ଆଜି ମଧ୍ୟ ସକାଳୁ ଏ ପର୍ଯ୍ୟନ୍ତ ମଧ୍ୟ ଭିଡ଼ ଲାଗିଥିଲା। ତେଣୁ ସନ୍ଧ୍ୟାରେ ମୋର ମନେ ପଡ଼ିଲା ଯେ ମୁଁ ଲାଇଭ୍ କରିନି, ତେଣୁ ମୋ କର୍ତ୍ତବ୍ୟ ମୁଁ କରୁଛି। ତାପରେ ଯେଉଁ ସଭା ସମିତି ହେଉଛି ସେ ତ ଲାଇଭ୍ ତ ହେଉଛି, ଆପଣମାନେ ଦେଖୁଛନ୍ତି। ସବୁବେଳେ ମନେ ରଖନ୍ତୁ, ବିଶ୍ୱ ପୂଜା ହେବ। ଯେଉଁଦିନ ହେବ ରାମ ମନ୍ଦିର ପ୍ରତିଷ୍ଠା ଅଯୋଧ୍ୟାରେ, ସେଦିନ ଆପଣମାନେ ରାମ 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 এই পবিত্র নামକୁ স্মরণ କରିବେ। ନୟାଗଡ଼ ଜିଲ୍ଲା ଗଣିଆ ଗ୍ରାମ ପ୍ରଭୁ ରଘୁନାଥଙ୍କର ମନ୍ଦିର, ଜଗନ୍ନାଥଙ୍କର ମନ୍ଦିର, ସୁନ୍ଦର ପରିବେଶ,
ଏଇ ରଘୁନାଥଙ୍କ କ୍ଷେତ୍ରରେ 2 ଦିନିଆ ଜଗନ୍ନାଥ କଥାମୃତ ଆଲୋଚନା କରିବା ପାଇଁ ବଳିଆ ଆସିଛି ଏବଂ ଆଜି ହେଉଛି ତାର 2ୟ ପର୍ଯ୍ୟାୟ। ଗତକାଲି ସନ୍ଧ୍ୟାରେ ପ୍ରଥମ ପର୍ଯ୍ୟାୟ ଶେଷ ହେଇଛି। ଅନନ୍ତଙ୍କର କଥା ସବୁବେଳେ ଅନନ୍ତ। ସେ କଥାକୁ ଆମେ ସମ୍ପୂର୍ଣ୍ଣ ଭାବରେ କହିବା ଏହା କାହାରି ପାଖରେ ବି ସମ୍ଭବ ନୁହେଁ। ତେବେ ଗୋଟିଏ କଥା ଆମର ମହାପୁରୁଷମାନେ ପୂର୍ବାଚାର୍ଯ୍ୟମାନେ ଲେଖିଛନ୍ତି, ବେଦେ ରାମାୟଣ ଶୈବ ପୁରାଣେ ଭାରତ ତଥା ଆଦ୍ୟ ପ୍ରାନ୍ତେ ଚ ମଧ୍ୟସ୍ଥ ହରି ସର୍ବତ୍ର ଗୀୟତେ। ଆମେ ବେଦ ପଢ଼ିବାକୁ ଆରମ୍ଭ କରିବା, ତାକୁ ପଢ଼ିବା, ବୁଝିବା, ମନେ ରଖିବା ସିଏ ବହୁତ ଦୁର୍ବିହ। ସେଇଭଳି ବେଦାନ୍ତ, ଉପନିଷଦ, ଗୀତା, ଭାଗବତ ଇତ୍ୟାଦି ଇତ୍ୟାଦି। କିନ୍ତୁ ଭକ୍ତ ଏସବୁ କଥାକୁ ଚିନ୍ତନ କରି ଗୋଟିଏ କଥା ସ୍ଥିର କଲେ ଯେ ହରି ସର୍ବତ୍ର ଜ୍ଞାତେ। ଆମେ ଯଦି କେବଳ ହରି ବୋଲି ଗୋଟିଏ ଶବ୍ଦ କହିବା, ସେତିକିରେ ମଧ୍ୟ ଜୀବନ ଉଦ୍ଧାର ହେଇଯିବ। ଧରନ୍ତୁ ମୁଁ କହୁଛି ହରି, ଆଉ କିଏ କହିବ ରାମ, କିଏ କହିବ କୃଷ୍ଣ। ଗୋଟିଏ ଶବ୍ଦକୁ ଯଦି ଆମେ ଗୁରୁତ୍ୱ ଦେବା, ତାହେଲେ ଦୁନିଆରେ କୌଣସି କଥା ମାନେ ଅଜଣା ରହିବ ନାହିଁ। ଗୀତା, ଭାଗବତ, ପୁରାଣ 4 ବେଦ ପୁଛିଲି ଅଚ୍ୟୁତଙ୍କର ଏ କଥା। ଗୀତା, ଭାଗବତ, ପୁରାଣ 4 ବେଦ ପୁଛିଲି, ତୋ ବିନୁ ଅନ୍ୟ ଗତି ନାହିଁ, ତୀର୍ଥ ବ୍ରତ ଲୋଡ଼ିଲି। ତାହେଲେ ଆପଣ କୁହନ୍ତୁ, ତୋ ବିନୁ ସେ କିଏ? ସେଇ କୃଷ୍ଣ ବା ଆତ୍ମା, ଯୋଉ ଗୋଟିଏ ଶବ୍ଦ। ଆମେ ସବୁଯାକ ପଢ଼ିବା, ସମୟ ବିନିଯୋଗ କରିବା, କିନ୍ତୁ ଗୋଟିଏ ଶବ୍ଦ ଉପରେ ଗୁରୁତ୍ୱ ଦେଲେ ସବୁଠି ତାଙ୍କରି କଥା ହିଁ ଲେଖା ହେଇଛି। ବଳିଆ ଗୋଟେ ଜୀବନ ଗୁଜରୀରେ ଗୋଟିଏ ପଦ ଲେଖିଥିଲା। ସେ କଥାଟି, ସେ ପଦଟିକି ମୁଁ କହୁଛି। ଅଷ୍ଟାଦଶ ସିଦ୍ଧି, ଏଇଟା ମନେ ପଡ଼ୁନି। ତେବେ ଯାହା ହଉ, ଗୋଟିଏ କଥା ଉପରେ ଆମକୁ ଅଟଳ ରହିବାକୁ ପଡ଼ିବ। ବାୟାଙ୍କର କଥା, ଭକ୍ତ ଖାଇଛି ମାଡ଼, ଜଗନ୍ନାଥଙ୍କ ପିଠିରେ ପଡ଼ିଛି, ଲାଗିଛି ରକ୍ତର ଛିଟା। ତେଣୁ ସଜ୍ଜନ, ଜଗନ୍ନାଥ ଖାଇଛନ୍ତି ପଣସ, ମାୟା। ମାୟା ମନୁଷ୍ୟ ରୂପ ଧାରଣ କରି ସେ ପଣସ ଖାଇଛନ୍ତି। ମାଡ଼ ଖାଇଲା ବଗିଚାର ଯିଏ ଜଗୁଆଳି, ସିଏ ମାଡ଼ ପାଇଲା ମାନେ ଭକ୍ତକୁ, ତୁ ମୋ ପଣସ ବଗିଚାକୁ ଉଜାଡ଼ିଦେଲୁ। କିନ୍ତୁ ଜଗନ୍ନାଥଙ୍କ ଭକ୍ତ ପିଠିରେ ମାଡ଼, କିନ୍ତୁ ଜଗନ୍ନାଥଙ୍କ ପିଠିରୁ ରକ୍ତ ବହୁଛି। ଏ ପାଖରେ ଭକ୍ତ ଖାଇଛି
ଏ ଜଗନ୍ନାଥ ଖାଇଛନ୍ତି ପଣସ, ସେ ଯେମିତି ଖାଆନ୍ତୁ, ଗୋଟେ ମାୟା ମନୁଷ୍ୟ ରୂପ ଧାରଣ କଲେ ସବୁ ଖାଇହବ, କିନ୍ତୁ ଭକ୍ତକୁ ଧଇଲା ହଇଜା। ଦେଖନ୍ତୁ ଭକ୍ତ ଆଉ ଭଗବାନର ସମ୍ପର୍କ କେତେ ନିବିଡ଼। ଭକ୍ତ ସମୁଦ୍ର କୂଳରେ ଶୋଇଛି, ଜୀବନ ଆଉ ରହିବ କି ନାହିଁ। ଅଭିମାନରେ ତଥାପି ଜଗନ୍ନାଥଙ୍କୁ ମନେ ପକାଉଛି ଯେ ତୁ ଖାଇଲୁ ପଣସ, ମତେ ହେଲା ହଇଜା। ସେ ଭାବ ବିନୋରିଆ ଠାକୁର ଏ ଉପାଖ୍ୟାନଟି ଏଇଆ ଆମକୁ ବାର୍ତ୍ତା ଦଉଛି। ସେ ଭାବ ବିନୋରିଆ ପ୍ରଭୁ ସେ ନିଜେ ଆସି ପହଞ୍ଚିଲେ। ତାଙ୍କୁ ଯେତେବେଳେ ଭକ୍ତ ଦେଖିଛି, ଅଭିମାନରେ ମୁହଁ ବୁଲେଇ ଦେଇଛି। ତୁ ଖାଇଲୁ ପଣସ, ମୁଁ ଖାଇଲି ମାଡ଼। ତୋ ପାଇଁ ପଣସ ଗଛରେ ମୁଁ ଚଢ଼ିଲି, ତୁ କିନ୍ତୁ ତଳେ ରହିଲୁ, ପଣସକୁ ନେଇକିରି ପଳେଇଲୁ। ବଗିଚାର ମାଳି ଆସିଲା, ମତେ ବାନ୍ଧିଲା, ବାଡ଼େଇଲା। ସେଇଠି ଜଗନ୍ନାଥ କହୁଛନ୍ତି ତୁ ଖାଇଲୁ ମାଡ଼, ମୋ ପିଠିରେ ଦାଗ, ସେଇଟାର କହୁନୁ। ହଉ, କ'ଣ ତୋର ହେଇଛି? ଆମର ତ ହଇଜା ରୋଗ ହେଇଛି। ତାଙ୍କ ମୁଣ୍ଡଠାରୁ ପାଦ ପର୍ଯ୍ୟନ୍ତ ହାତ ବୁଲେଇ ଆଣିଲେ, ସେ ସୁସ୍ଥ ହେଇଗଲେ। ସେଇଠି ଜଗନ୍ନାଥ କହିଲେ, ଇଏ ଲୀଳାଟାକୁ ଯଦି ମୁଁ ସୃଷ୍ଟି କରିନଥାନ୍ତି, ଯଦି ଏଇଭଳିଆ ପରିସ୍ଥିତି ସୃଷ୍ଟି ହେଇନଥାନ୍ତା, ତତେ କ'ଣ ସେବା କରିବାର ସୁଯୋଗ ମୁଁ ପାଇଥାନ୍ତି? ଜଗନ୍ନାଥ ଭଗବାନ ନିଜେ କହୁଛନ୍ତି, ଭକ୍ତର ସେବା ପାଇଁ ବା ତୋ ସେବା ପାଇଁ ଏ ଲୀଳାକୁ ମୁଁ ଲଗାଏ। ଭକ୍ତ ଭଗବାନଙ୍କର ସେବା କରେ, ଏଇଟା ଗୋଟେ ଯୁଗ ଯୁଗର କଥା। କିନ୍ତୁ ଜଗନ୍ନାଥଙ୍କ ଦର୍ଶନରେ ଜଗନ୍ନାଥ ଖୋଜୁଛନ୍ତି ଭକ୍ତକୁ ସେବା କରିବା ପାଇଁ। ମହାପୁରୁଷ ଅଚ୍ୟୁତାନନ୍ଦ ମଧ୍ୟ ଲେଖିଲେ, ତୁମ୍ଭ ସେବା କାହୁଁ ଜାଣିବି, ତୁମ୍ଭ ଭକ୍ତଙ୍କ ସେବା। ତେଣୁ ସିଏ ମଧ୍ୟ ସେଇ କଥାକୁ ଅନୁମୋଦିତ କଲେ। ଏ ହେଉଛି ଭକ୍ତ ଭଗବାନର ସମ୍ବନ୍ଧ। ଆଜିର ସମାଜରେ ବାପ ମା ସେବା କରୁଛନ୍ତି ପୁଅ ଝିଅଙ୍କୁ, ମଳମୂତ୍ର ସଫା କରି ତାଙ୍କୁ ଯତ୍ନରେ ତୀର୍ଥବ୍ରତ କରି ତାଙ୍କରି ପାଇଁ ପ୍ରାର୍ଥନା କରି ଆଖିରୁ ଲୁହ ଗଡ଼େଇ କେତେ ବ୍ରତ କେତେ ଉପାସନା କରୁଛନ୍ତି। ଯେଉଁ ବାପ ମା ପୁଅ ଝିଅଙ୍କ ପାଇଁ ବ୍ରତ ଉପାସନା ମଳମୂତ୍ର ସଫା ଠାରୁ ସବୁ କିଛି କରନ୍ତି, ସେଇ ପୁଅ ଝିଅ ଯେତେବେଳେ ବଡ଼ ହେଇଯାଆନ୍ତି, ସିଏ ବାପ ମା ଯଦି ମଳମୂତ୍ର ହୁଅନ୍ତି, ସେ ତାଙ୍କୁ ଅନାନ୍ତି ବି ନାହିଁ, ତାଙ୍କୁ ଖୋଜନ୍ତି ବି ନାହିଁ। ଏଇ ହେଉଛି ଆଜିର ବ୍ୟତିକ୍ରମ। ସେବା ଆଜି ବିପନ୍ନ, କିନ୍ତୁ ଭକ୍ତି ବହୁତ ବଢ଼ିଛି। ମନ୍ଦିରରେ ଆଶ୍ରମରେ ଭକ୍ତ ଭକ୍ତିର ଚହଳ ପଡ଼ିଛି। କିନ୍ତୁ ସେବା ବିହୀନ ଭକ୍ତି, ସେବା ନାହିଁ, ଖାଲି ଭକ୍ତି କଲେ କ'ଣ ହେବ? ସେଥିପାଇଁ ଭାଗବତରେ କହିଲେ, ଭକ୍ତିରେ ପ୍ରୀତି ନାହିଁ
जार से काहू रे प्रीति तद्विधि प्रणिपातेन परिप्रश्नेन सेवया। यदि सेवा तुम जीवन में कर बेसी समय प्रार्थना न कले भी चलो कि दरकार तुम्हें सेवा कर मोर आध्यात्मिक जीवन द्वितीय पर्यायर जदि कौन स्थान को जीवार थाए बापा को मु मोड़ी दिए घसी दिए जिते बापा गोड़ को घसे से मु चिंतन करे मु अनंत पाद को सेवा कर से गोटिक हुए मोर अन्नकूल बापा पचारती कुआड़े जीवु मु कहे मु अमुक जगह को जाऊँगी ना हो जा तेणु सेवा सेवा ही भगवान कर पूजा भक्ति ही भगवान कर पूजा। जदि आमे निजर लोक को सेवा करि पारिनु ताले आमे घरे गोटे भल कुकुर रखी ताकू जदि आमे बहुत भल खाया पीवा को देई ताकू रखिबु सी हमको शिखौची मु तोर खाऊची तते मु जगीची तुम जो कुकुर को एत जत्न कर से कुकुर जो परोक्ष तुमको शिक्षा दौची ताकू भी शिखिले हाँ ता किंतु तुम कुकुर को जी भल पाउच बा तम पुओ झील को जी भल पाउच तमें जार बाप माँ ए पुओ झील तांको तुम्हें से भल पाओ। जड़े व्यक्ति कहले चारोटी गोटे बापर चारोटी पुओ तांको जड़े कहीं पचारा तुमर केते पुओ ना मो चारि पुओ बहु केतोटी चारोटी नाती नातुणी बहुत अच्छा चारि पुओ जाक तमें कौ पुओ पाखे रहीच कारण आज दुनियाटा सी आईगला कौ पुओ पाखे रहीच केमिटी खाऊच केमिटी चलुच से पुओटी उत्तर दौची आम पाखे आम बाप माँ नहांती बाप माँ पाखे आम चारि पुओ चारि बहु अच्छु नाती नातुणी के नहीं से उत्तरटी जी पचारि थिले से व्यक्ति को गोटे शक्त धक्का आमे आम बाप माँ सहित परिवार अच्छु आ बाप माँ कौट आम पाखे कौन रहे आम पाखे बाप माँ रे ता हूँ गोटे भिनेगर कि बाप माँ पाखे आम यही उदाहरण आज समाज नित्यांत जरूरी एवं आज पाठशाठ पढ़ी शिक्षित हेले कौन हम किंतु अनेक जिनिस आमर भूल ही जाउछि। नर्मदा आश्रम को जाने का समय में
दो बयान में 2 घंटा 3 घंटा के लिए मध्य प्रदेश में जो रेवा जिला में जो संदीप गुप्ता गुप्ता का परिवार का जो उनका पिताजी मकान लिए कि होटल में हम विश्राम लिया था 2 घंटा 3 घंटा। उसी दिन वो हमको फूल माला देकर कुछ भक्तों को निमंत्रण करके हमको पूजन किया था, आनंद ये दिन कर गया। फिर हम नर्मदा जी से, नर्मदा आश्रम से इसी रास्ते में जाने का समय हुआ। दोपहर में इसी होटल में हम रुका था। उसी दिन होटल में एक हॉल में एक छोटा सत्संग के आयोजन। ये सत्संग में उनका पिताजी महाराज थे, उनका परिवार कुछ ये सब भगवान का इच्छा है। ये गुरु कृपा ही केवल मानव स्वरूप में अवतीर्ण, लेकिन वो गुरु मानव नहीं है। गुरु भगवान का अवतार, संत आसाराम हर दिन पिता माता को स्मरण उज्जवल मन में मानस में भर दिया है। आज पितृमातृ पूजन हो गया। हम टीवी में एक बार हम देखा था, नारायण स्वामी आसाराम नारायण स्वामी को मंत्र बोल माने सुनाए थे, तुमेव माता पिता तुमेव, तुमेव बंधुश्च सखा तुमेव, तुमेव विद्या द्रविणं तुमेव, तुमेव सर्वं। ओम क्या है? ओ उ म, ये मिलकर तो ओम हो गया। ओम क्या है? सृष्टि का एक बार उत्पन्न हुआ था, अब सृष्टि करता है। जितना दिन तक रहेगा, प्रलय आएगा, आएगा कि आएगा नहीं, बात होता है। ये तीनों ही वो इसको हम बोलता है ब्रह्मा जी, विष्णु जी, इंग्रजी में बोलता है गॉड, G-O-D, गॉड, जेनरेटर, ऑपरेटर, डायरेक्टर, कौन बोलता है? डेस्ट्रॉयर। G-O-D, गॉड। हमारा श्री मां पंडितरी में जो श्री मां, एक भक्त बोले थे, मां ओम शब्द का अर्थ क्या है? ये बोले थे ओम इज द सिग्नेचर ऑफ लॉ। ये एक महान आपका गायत्री मंत्र में 10 बार ओम उच्चारण होता है। आसाराम जी का मंत्र है हरि ओम।
सत्य में नरसिंह नरहरि। नरहरि शब्द का अर्थ है नरसिंह। त्रेतया में हरि कौन है? वो बांदर नहीं है, लेकिन बांदर का स्वरूप में थे। हनुमान, राम, हरि। राम और द्वापर में हरे कृष्ण ही हरि। कलियुग में हरि कौन है? नामैव केवलम, हरेर नामैव केवलम, हरेर नामैव केवलम, परो नास्त्यैव नास्त्यैव गतिरन्यथा। कलियुग में हरि नाम एक महान मार्ग है, एक महान दिव्य मार्ग है, बहुत बड़ा। इसलिए स्वरूप में लिखा है सत्य दैत्य कुलाधिनाथ मंथरम सूर्यन्दुवि केसरी त्रेतायां दश कंठ कंठहरण रामावीर राम गोपालं परिपालनं रजकुले हारा हरे बापरे श्री गौरांग प्रिय कीर्तन कलियुगे व्रजेत सखी। हरि ओम ओम। वो तुम भगवान को पुकारता है ओ ओ ओ। एक आवाज भगवान को तुम प्रार्थना क्या है? आओ आइए हमारा हृदय में जाकर करो। हरि ओम मित्य गीता में लिखा है ओ मित्य काक्षरं ब्रह्म व्याहरन् मामुपस्मरन् जब प्रयाति तीर्थे सदाहि परमानि। हरिओम 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 बोल के बोल जाए हम गुजर जाए तो बात नहीं हम बहुत हरि जो पाप को ताप को हमारा दुख को विषाद को सबको हरण करने वाला ये हरि शब्द में आप क्या लेते हो? ये सब आप और क्या बोलूंगा आज हमारा सौभाग्य है सिंधु सभ्यता सिंधु नदी तट में आसुमन नाम में आसाराम बापू जी जन्म लिए थे। पिता मेहंदीवा स्थानो सिंधु नदी तट आज पाकिस्तान में जिला नवाब ग्रामो बेरानी आज मैंने पाकिस्तान में ये भारत में था पाकिस्तान में फिर ये तो अहमदाबाद में मिला बहुत आश्रम भारतवर्ष में बहुत संभवी भारतवर्ष में आसाराम का धर्मपत्र का नाम लक्ष्मी देवी पुत्र नारायण साई कन्या भारती देवी मुख्य शिक्षक
आत्मा एक मुक्त, आत्मा को कौन आदमी दंड नहीं दे सकता, शरीर को देता है। अभ्यास तत्व का सारांश का किताब वो बोलेगा। आज हम नहीं, ये किताब हमको सिखाएगा पितृमातृ पूजन करो। दोस्त, किताब में जो बाणी है ये बाणी को पढ़ो। आज रत्निश नहीं है, रत्निश का दर्शन है, किताब है। व्यास नहीं है, किताब है। वल्मीक नहीं है, रामायण है। आज आसाराम तो जिंदा है, शरीर में है। ये साधन मानव के लिए वो स्थान में अब है। ये स्थान साधन भवन क्या है? ये अपना मुक्ति के लिए साधन भवन नहीं क्या है। हमारा भारत वर्ष, हमारा पृथ्वी का शांति के लिए ये अब हिमालय गुफा में। हम तो भारत सरकार को 2 बार पत्र लिखे थे। आसाराम जी को विचार पड़ा, मुक्त करो। हमारा बात को कौन सुनता है? ठीक है, देवकी वसुदेव भी बंदीशाला में थे। ये बंदीशाला में भगवान कृष्ण जन्म लिए। आसाराम का कृपा आज शिशु अनंत आश्रम वाली में आसाराम का कृपा पूरी भारत वर्ष में, दक्षिण भारत में है कि नहीं है नहीं जानता है, लेकिन मध्य प्रदेश हो, उत्तर प्रदेश हो, बंगला हो, मुंबई हो, दिल्ली हो, सब प्रकार में आसाराम का जय जयकार होगी। आदमी क्या है, मतलब तो बहुत है। इसलिए आज इस सदगुरु को हमारा संत आसाराम जी को मैं प्रणाम करके आप सबको गुरु कृपा प्राप्त होने के लिए मैं प्रार्थना कर रहा हूं और विश्व शांति हमारा काम है। आज तो हमारा खंडगिरी आश्रम भुवनेश्वर से दो साधु संत आदमी आज हमारा श्रद्धा को सम्मान देकर आ गए। सबको नमन कर रहा हूं। दो भक्त लोग केंद्रापड़ा जिला का, जगतसिंहपुर जिला का दो भक्त लोग को आकर आपको आज जो आनंद दिया है, ये सब आनंद आप ही प्राप्त। एक सामान का साथ में ये मानी को विश्राम दे रहा हूं। एक हरिओम कीर्तन करके हम विश्राम। हरि ओम।